ଦୁହିତା ଦି କୂଳକୁ ହିତା, ସୁନୟନା ଦୁହିତା। ରାଜାଙ୍କର ସେ ପ୍ରତିନିଧି ହର୍ଯାକ୍ଷଙ୍କ ପରେ ସେ ରାଜସିଂହାସନରେ ବସି ପ୍ରଜାମାନଙ୍କୁ ସୁଶାସନ ଦେଇଥାନ୍ତେ। ହେଲେ ବିଧି ବିଧାନ ବିଚିତ୍ର। ଏଇ ଚିନ୍ତାରେ ରାଜା ଅକାଳ ବାର୍ଦ୍ଧକ୍ୟରେ ପଡ଼ିଗଲେ। ହଠାତ୍ ଦିନେ ନିଜ ଝିଅକୁ ଦେଖିବା ପାଇଁ ଗଲେ ସସ୍ତ୍ରୀକ। ରାଜା ରାଣୀ ଯାଇ ଦେଖିଲେ ଆଶ୍ରମରେ ଜଣେ ଯୁବକ ସହିତ ତାଙ୍କ ସୁକନ୍ୟା ମଧୁର ସଂଳାପ କରୁଛନ୍ତି। ଭୟଙ୍କର ଭାବରେ ରାଗିଗଲେ। ଆଶ୍ରମ ବାହାରେ ରହି ଚିତ୍କାର କରି ଡାକିଲେ, ସୁକନ୍ୟା, ଏ କ'ଣ ଚାରିତ୍ରିକ ଅଧପତନ କାହିଁକି ହେଲା? ଯୁବକଙ୍କ ସହିତ ବାହାରକୁ ଆସି ସୁକନ୍ୟା ହସ ହସ ବଦନରେ କହିଲା, ବାପା, କାହାର ଚାରିତ୍ରିକ ଅଧପତନ ହେଇଛି? ବରଂ ତମେ ଗର୍ବ କରିବା କଥା, ତମ ସୁକନ୍ୟା ଏବେ ସୁନା ହେଇଯାଇଛି। ମୋ ନାଁ ଆଉ ସୁକନ୍ୟା ନାହିଁ, ସୁନା। ମୋ ସ୍ୱାମୀ ଚ୍ୟବନ ଋଷି ନିଜ ତପ ବଳରେ ନିଜକୁ ଏକ 16 ବର୍ଷର ଯୁବକ କଲେ, ଯେବେ ମୋତେ ଆପଣ ଛାଡ଼ି ଦେଇଗଲେ। ତାପରେ କ'ଣ କ'ଣ ଘଟିଛି ସେ କଥା ମୁଁ ତ ନିଶ୍ଚୟ କହିବି। ହେଲେ ଏବେ ସେ ଚକ୍ଷୁଷ୍ମାନ୍, ତାଙ୍କର ସେ ହୃତ ଚକ୍ଷୁ ଫେରି ଆସିଛି। ଅତ୍ୟନ୍ତ ଆହ୍ଲାଦିତ ହୋଇ ରାଜା ପଚାରିଲେ, ମା, ଏମିତି କେମିତି ହେଲା? ତୁ ତ ଫୁଟେଇ ଦେଇଥିଲୁ। ହଁ ବାପା, ଏ ବିଷୟରେ ମୁଁ ଆପଣଙ୍କୁ ଏକ ଅତୀତ ଇତିହାସ ବର୍ଣ୍ଣନା କରିବି, ସବୁ ଶୁଣିବେ। ମୁଁ ପ୍ରତ୍ୟହ ମୋ କର୍ତ୍ତବ୍ୟ କରିଚାଲିଲି, ଅର୍ଥାତ୍ ସତ୍ୟ ଯୁଗର ସାବିତ୍ରୀ, ଯିଏକି ମୃତ୍ୟୁ ପଥରୁ ସ୍ୱାମୀଙ୍କୁ ଉଦ୍ଧାର କରିଥିଲେ, ସେଇ ଭାବନା ମୋ ମନକୁ ଆସିଲା। ସିଏ ବି ମୋ ବୟସର ଥିଲେ, 12 ବର୍ଷର କନ୍ୟା। ମୁଁ କାହିଁ ନ ପାରିବି? ମୁଁ ଆପାତତଃ କାୟ ମନୋବାକ୍ୟରେ ଋଷିଙ୍କର ସେବା କଲି। ଆଶ୍ରମରେ ବୁଲି ବୁଲି ଭିକ୍ଷା କଲି। ତାକୁ ରନ୍ଧନ କରି ତାଙ୍କୁ ଆଗେ ଭୋଜନ କରାଇଲି ଓ ତାଙ୍କ ଉଚ୍ଛିଷ୍ଟକୁ ମୁଁ ହିଁ ଭକ୍ଷଣ କଲି। ଏଇଭଳି ଅନେକ ଦିନ ଗଲା ପରେ ମୋର ସେବା, ମୋର ଭକ୍ତି, ଆଦର, ଏଥିରେ ସନ୍ତୁଷ୍ଟ ହୋଇ ଋଷି ଆଶୀର୍ବାଦ କଲେ, ଦେବୀ, ତୁମେ ଯେଉଁ ଜାଗାରେ ମୋର ଚକ୍ଷୁକୁ ବିଦ୍ଧ କରିଥିଲ, ସେ ଏକ ପବିତ୍ର ଜାଗା। ମୋତେ ସେଇଠିକି ନେଇ ଚାଲ। ସେଇଠି ମୁଁ ବସିବି। ତମେ ମୋ ବାଁ ପାର୍ଶ୍ୱରେ ବସି ମନ୍ତ୍ର ଜପ କରିବ। ଏବଂ ତାଙ୍କର ଆଦେଶକୁ ମୁଁ ମହାପ୍ରସାଦ ଜ୍ଞାନ କରି ସେଠାକୁ ଯାଇ ମନ୍ତ୍ର ଜପିଲି। ଓ ସେ ମନ୍ତ୍ର ଅତି ସରଳ। ଓಂ ହ୍ରିଂ ଅଶ୍ୱିନୀ କୁମାରାଭ୍ୟାଂ ନମଃ। ଓಂ ହ୍ରିଂ ଅଶ୍ୱିନୀ କୁମାରାଭ୍ୟାଂ ନମଃ। ବାସ୍, ଅନେକ ଦିନ ପରେ ଅଶ୍ୱିନୀ କୁମାର ମୋତେ ଦର୍ଶନ ଦେଲେ। ତାପରେ କ'ଣ ହେଲା ମୁଁ କହିବି, ନିଶ୍ଚୟ କହିବି। ହଁ ବନ୍ଧୁଗଣ,
ଆସନ୍ତାକାଲି ଆର ପରବର୍ତ୍ତୀ ଅଧ୍ୟାୟ ଶୁଣିବା। ଗୋଟିଏ ବିଶେଷ ସୂଚନା, ଜୁନ୍ 1 ତାରିଖରେ ବୃହସ୍ପତିଙ୍କର କର୍କଟ ରାଶିକୁ ସଞ୍ଚରଣ ହେଉଛି। ଏ ବିଷୟରେ 27 ନକ୍ଷତ୍ରଧାରୀ 12 ରାଶିଧାରୀ ଜନତା କିଏ କେଉଁ ପ୍ରକାର ସୁଖ ଭୋଗିବେ ବା ଦୁଃଖ ଭୋଗିବେ ଆମେ ଆଲୋଚନା କରିବା ଏଇ ଋଷି କାହାଣୀ ପରେ। ଆଜି ପାଇଁ ଏତିକି। ନମସ୍କାର।